ଚିକି କ'ଣ କରନ୍ତି ନା ଦେବୀ ମାଆଙ୍କ ପାଖରେ ପୂଜା କରନ୍ତି। ଆଉ କହନ୍ତି କି ମମି ମୁଁ ବହୁତ ଦିନ ହେଲା ମୋ ବାବାଙ୍କୁ ଦେଖି ନାହିଁ। ମମି ତମର ପୂଜା ସାରି ଦେଇକି ଟିକେ ଯାଇ ବାବାଙ୍କୁ ଦେଖି ଆସିବି। ତାପରେ ଚିକି ଦେବୀ ମାଆଙ୍କୁ ପୂଜା କରିବା ଆରମ୍ଭ କରନ୍ତି। ପୁଣି ମାଆଙ୍କୁ ପ୍ରଣାମ କରନ୍ତି। ଆଉ ଠିକ୍ ସେତିକିବେଳେ ରାମ କ'ଣ କରନ୍ତି ନା ଚିକି ପଛପଟୁ ଆସି ଚିକିକୁ ହଗ୍ କରନ୍ତି। ଆଉ ତାପରେ ଚିକି ଡରିଯାଆନ୍ତି। ତାପରେ ପୁଣି ରାମ କହନ୍ତି କି ଆରେ ବାଃ ଆମ ରାଉତ ଗାର୍ଲଙ୍କୁ ବି ଡର ଲାଗେ। ତାପରେ ରାମ କହନ୍ତି କି ଦେବୀ ମାଆଙ୍କୁ କହନ୍ତି କି ହେ ମଦର ଇନ୍ ଲ ପ୍ଲିଜ୍ ଆପଣ ଟିକେ ଆପଣଙ୍କ ଷ୍ଟୁପିଡ୍ ଗାର୍ଲକୁ ବୁଝେଇ ଦିଅନ୍ତୁ ତ ଯେ କଥା କଥାରେ ମୋତେ ହଇରାଣ କରିବା ଆଉ ମୋ କଥା ନ ଶୁଣିବା ଟିକେ ବନ୍ଦ କରିଦିଅନ୍ତୁ। ଆଉ ଯଦି କାହାର ଡିମାଣ୍ଡ ପୁରା କରିବାର ଅଛି ତାହେଲେ ମୋତେ କୁହନ୍ତୁ ନା ମୁଁ ପୁରା କରିଦେବି। ତାପରେ ଚିକିକୁ ପୁଣି ଟିକେ ପାଖକୁ ଟାଣି ନେଇଯାଆନ୍ତି। ପୁଣି କହନ୍ତି କି ଚିକି କହନ୍ତି କି ଇଂଲିଶ ମିଡ଼ିୟମ୍ ଛାଡ଼ ଆରେ ଛାଡ଼ ପରା କହୁଛି। ତାପରେ ରାମ କହନ୍ତି କି ନା ନା ଯଦି କାହାର ଡିମାଣ୍ଡ ପୁରା କରିବାର ଅଛି ତାହେଲେ ମୋ ଡିମାଣ୍ଡ ପୁରା କରିଦିଅନ୍ତୁ ନା। ପୁଣି କହନ୍ତି କି ମା ୟାଙ୍କୁ ଟିକେ ବୁଝେଇ ଦିଅନ୍ତୁ ତ ଇଏ ଲାଜକୁଳି ଲତା ନୁହନ୍ତି। ଇଏ ହେଉଛନ୍ତି ମୋ ଷ୍ଟୁପିଡ୍ ଗାର୍ଲ ମାନେ ମୋ ଚିକି। ନା ବେଶୀ ଲାଜ କରିବା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ। ତାପରେ ଚିକି କହିବେ କି ଆଚ୍ଛା ସେଥିପାଇଁ ମୋତେ ଜର ଲାଗୁଛି। ଆଉ ରାମ କହନ୍ତି କି ସତେ ନା କ'ଣ ତାହେଲେ ମୋତେ ଚେକ୍ କରିବାକୁ ଦିଅ। ତାପରେ ରାମ ଚିକିଙ୍କ ଗାଲକୁ ଗାଲ ଲଗାନ୍ତି। ଆଉ ତାପରେ ଚିକି କହନ୍ତି ଇଂଲିଶ ମିଡ଼ିୟମ୍ କିଏ ଦେଖିନେବ ଛାଡ଼ ଇଂଲିଶ ମିଡ଼ିୟମ୍ ସତରେ କିଏ ଆସିଯିବ ଛାଡ଼ ମୋତେ। ତାପରେ ଠିକ୍ ସେତିକିବେଳେ ସୁଗନ୍ଧା ଆସିଯାଆନ୍ତି ଆଉ କହନ୍ତି କି ରାମ। ତାପରେ ରାମ ଚିକି ପୁରା ଡରିଯାଆନ୍ତି। ସୋ ଦର୍ଶକ ବନ୍ଧୁ ସୁଗନ୍ଧା କ'ଣ ସତ ଜାଣିପାରିବେ ଚିକିର?